ତାତିରୁ ନିସ୍ତାର ନାହିଁ, ଆହୁରି ଜଳିବ, ଜଳାଇବ ଜଳାଇବ, ଆହୁରି ଜଳାଇବ, ଜୀବନ ନେଇଯିବ। ହଁ ଆଜ୍ଞା, ନିଆଁ ବର୍ଷା ଜାରି ରହିବ। ଆସନ୍ତା 3 ଦିନ ତାପମାତ୍ରା ଆହୁରି 3 ଡିଗ୍ରୀ ବଢ଼ିପାରେ। ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ପ୍ରଚଣ୍ଡ ତାତି ଓ ଗୁଳୁଗୁଳି ଅନୁଭୂତ ହେବ, ଏଭଳି ସତର୍କ କରାଇଛି ପାଣିପାଗ ବିଭାଗ। ରବିବାର ରାଜଧାନୀ ସମେତ ପଶ୍ଚିମ ଓଡ଼ିଶାର ବହୁ ସ୍ଥାନରେ ତାତି 40 ଡିଗ୍ରୀ ପାର ହୋଇଥିଲା। ଦିନ 11ଟାରୁ ତତଲା ହାୱା ବହିଥିଲା, ହେଲେ ଅପରାହ୍ନରେ ପାଗ ବଦଳି ଯାଇଥିଲା। କଟକ, ଭୁବନେଶ୍ୱର, ପାରାଦୀପ, ବାଲେଶ୍ୱରରେ କାଳବୈଶାଖୀ ପ୍ରଭାବରେ ଝଡ଼ ବର୍ଷା ହୋଇଥିଲା। ଜୋରରେ ପବନ ସହିତ ପ୍ରବଳ ବର୍ଷା ହୋଇଥିଲା। ବିଜୁଳି ଘଡ଼ଘଡ଼ିର ଗର୍ଜନ ବି ଡରାଇଥିଲା। ତେବେ ବୌଦ୍ଧରେ ଦିନ ତାପମାତ୍ରା ସର୍ବାଧିକ 41.9 ଡିଗ୍ରୀ ଛୁଇଁଥିଲା। ଟିଟିଲାଗଡ଼ରେ 41.7 ଡିଗ୍ରୀ, ଭବାନୀପାଟଣା ଓ ନୟାଗଡ଼ରେ 41.5 ଡିଗ୍ରୀ, ତାଳଚେରରେ 41 ଡିଗ୍ରୀ, ବଲାଙ୍ଗୀରରେ 40.8 ଡିଗ୍ରୀ, ସମ୍ବଲପୁରରେ 40.6 ଡିଗ୍ରୀ, ସୋନପୁରରେ 40.6 ଡିଗ୍ରୀ ରେକର୍ଡ ହୋଇଥିଲା। ରିପୋର୍ଟ ନ୍ୟୁଜ୍ ଏକ୍ସପ୍ରେସ୍।